Good morning, children of Class 6. Are you all okay? I hope all of you are attending YouTube online classes. Okay, now I shall review and add some new tips about preposition that you learned in today's class. ଷଷ୍ଠ ଶ୍ରେଣୀର ପିଲାମାନେ ତୁମେ ଯେଉଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାତପୋଟିଆରେ ଅଧ୍ୟୟନ କରୁଛ, ସେହି ବିଦ୍ୟାଳୟର ମୁଁ ପ୍ରଧାନ ଶିକ୍ଷକ ଏବଂ ତୁମର ଇଂରାଜୀ ଶିକ୍ଷକ। ତ ଆଜି ଯେଉଁ ୟୁଟ୍ୟୁବ୍ ଅନଲାଇନ୍ କ୍ଲାସ୍ରେ ଦେଖିଲ ଇଂରାଜୀ ଯେଉଁ ପାଠ, ଯାହାର ଟପିକ୍ ଥିଲା ୟୁଜ୍ ଅଫ୍ ପ୍ରିପୋଜିସନ୍ ଇନ୍ ଲାଙ୍ଗୁଏଜ୍, ଅର୍ଥାତ୍ ବାକ୍ୟରେ ପ୍ରିପୋଜିସନ୍ର ବ୍ୟବହାର କ'ଣ ସେ ବିଷୟରେ ତୁମର ଅତି ପ୍ରିୟ ଶିକ୍ଷୟିତ୍ରୀ ଯାହା ପଢ଼ିଲେ ତୁମେ ନିଶ୍ଚିତ ଭଲ ଭାବରେ ବୁଝିଥିବ। ତ ସେହି ଶିକ୍ଷାଟିକୁ, ସେଇ ଲେସନ୍ଟିକୁ ଆମେ ଏବେ ବିଶ୍ଳେଷଣ କରିବା, ଆଉ ଟିକେ ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବା। ପିଲାମାନେ, ତା ପୂର୍ବରୁ ମୁଁ ନିଜର ଟିକେ ପରିଚୟ ଦେଇଦିଏ। ଏବେ ତ ସ୍କୁଲ ବନ୍ଦ ଅଛି, ମୁଁ ତୁମ ସ୍କୁଲକୁ ନୂଆ ଭାବେ ଆସି ଯୋଗଦାନ କରିଛି। ଆସିବା ପରଠୁ ତୁମମାନଙ୍କ ସହିତ ଦେଖା ସାକ୍ଷାତ ହୋଇନାହିଁ। ତେବେ ତୁମେ ମନେ ରଖ, ମୋ ନାଁ ହେଉଛି ବୈଷ୍ଣବ ମହାନ୍ତ, ଆଉ ସ୍କୁଲ ଖୋଲିଲେ ତୁମ ସହିତ ପରିଚୟ ହେବ। ତ ଠିକ୍ ଅଛି, ଆଜି ଆମେ ଯେଉଁ ଇଂରାଜୀ ପାଠ ଆମକୁ ଅନଲାଇନ୍ରେ ପଢ଼ାଗଲା ତାକୁ ଏବେ ବିଶ୍ଳେଷଣ କରିବା। ତୁମେ ମନ ଧ୍ୟାନ ଦେଇ ଶୁଣ ଓ ଦେଖ ଏବଂ ମନେ ରଖ। ଆଉ ତୁମକୁ ଯେଉଁ ଘର ପାଠ ହିସାବରେ ପ୍ରଶ୍ନ ସବୁ ଦିଆଯାଉଛି ତା'ର ଉତ୍ତର କରି ପଠାଇବ। ଆଚ୍ଛା ପିଲାମାନେ, ଆଜି ତ ପ୍ରିପୋଜିସନ୍ ଉପରେ ଶିକ୍ଷା ଲାଭ କଲ। ତ ଦିଦି ତୁମକୁ ଖୁବ୍ ସୁନ୍ଦର ଭାବରେ ପଢ଼ିଲେ। ତ ତାଙ୍କ ପଢ଼ା ସହିତ ମୁଁ କିଛି ନୂଆ ଜିନିଷ ଏଡ଼୍ କରିବାକୁ ଚାହୁଁଛି, ଯାହାଦ୍ୱାରା ତୁମେ ପ୍ରାଞ୍ଜଳ ଭାବରେ ବୁଝିପାରିବ। ତ ପିଲାମାନେ ମନେ ରଖ, ପ୍ରିପୋଜିସନ୍ ହେଉଛି ଆମର ଯେଉଁ ଇଂରାଜୀରେ ବାକ୍ୟ ଆମେ ଯେତେ ଲେଖୁଛୁ ବା ବ୍ୟବହାର କରୁଛୁ, ସେ ବାକ୍ୟର ଏକ ଅଂଶ ବିଶେଷ। ତ ମନେ ରଖିଥିବ ଯେ ଇଂରାଜୀରେ ଯେତେ ପ୍ରକାର ବାକ୍ୟ ଲେଖାଯାଉଛି ବା ବ୍ୟବହାର କରାଯାଉଛି, ସେଥିରେ ଯେଉଁ ଶବ୍ଦ ସବୁ ସଂଯୋଜନା କରାଯାଉଛି, ଶବ୍ଦ ସବୁ ବ୍ୟବହାର କରାଯାଉଛି, ସେଗୁଡ଼ିକ ମୋଟାମୋଟି 8 ପ୍ରକାରର। ସେ 8 ପ୍ରକାର ଭିତରୁ ଇଏ ପ୍ରିପୋଜିସନ୍ ଗୋଟିଏ। ବାକ୍ୟରେ ଯେଉଁ 8 ପ୍ରକାର ଶବ୍ଦ ବ୍ୟବହାର କରାଯାଉଛି, ସେଗୁଡ଼ିକୁ ପାର୍ଟସ୍ ଅଫ୍ ସ୍ପିଚ୍ କୁହାଯାଏ। ତ ପ୍ରିପୋଜିସନ୍ ମଧ୍ୟ ପାର୍ଟସ୍ ଅଫ୍ ସ୍ପିଚ୍ର ଏକ ଅଂଶ। ତ ଦିଦି ତୁମକୁ ପ୍ରିପୋଜିସନ୍ ବିଷୟରେ ପ୍ରଥମେ ବୁଝାଇଲେ। ପ୍ରିପୋଜିସନ୍, ଏ ଦୁଇଟି ଶବ୍ଦ ନେଇକି ପ୍ରିପୋଜିସନ୍ ତିଆରି ହୋଇଛି। ପ୍ରି କହିଲେ ପୂର୍ବରୁ, ପୋଜିସନ୍ କହିଲେ ଅବସ୍ଥିତି। ତ ପ୍ରିପୋଜିସନ୍ ଯେଉଁ ଶବ୍ଦ, ତା'ର ଯେଉଁ ପୋଜିସନ୍, ସେ ସବୁବେଳେ ଏକ ନାଉନ୍ ବା ପ୍ରୋନାଉନ୍ ଶବ୍ଦର ପୂର୍ବରୁ, ଅର୍ଥାତ୍ ପ୍ରି, ୟାର ପୋଜିସନ୍ ବା ଅବସ୍ଥିତି ହେଉଛି ଏକ ନାଉନ୍ ପୂର୍ବରୁ ଆସିଥାଏ। ଏଥିରୁ ଆଉ ଏକ ମଧ୍ୟ ଅର୍ଥ ପ୍ରକାଶ ପାଉଛି, ଯେପରି ପ୍ରିପୋଜିସନ୍ ମାନେ ପ୍ରିପୋଜିସନ୍ ଯେଉଁ ଶବ୍ଦ, ତା ପୂର୍ବରୁ ଅନ୍ୟ କିଛି ନାଉନ୍ ବା ପ୍ରୋନାଉନ୍ ଶବ୍ଦ ବସିଥାଏ ଏବଂ ପ୍ରିପୋଜିସନ୍ର କାମ ହେଲା ତା ପୂର୍ବରୁ ଥିବା ନାଉନ୍ ବା ପ୍ରୋନାଉନ୍ର ପୋଜିସନ୍ ବା ଅବସ୍ଥିତି ନିର୍ଣ୍ଣୟ କରିବା। ହଁ, ତୁମେ ମନେ ରଖିବ, ପ୍ରିପୋଜିସନ୍ ଯଦି ସେହି ବାକ୍ୟରେ ନ ବସେ, ତାହେଲେ ସେ ବାକ୍ୟର ଅର୍ଥ କିଛି ପ୍ରକାଶ ପାଇବ ନାହିଁ। ତେଣୁ ବାକ୍ୟରେ ପ୍ରିପୋଜିସନ୍ର ଗୁରୁତ୍ୱ ରହିଛି। ଏହାକୁ ତୁମେ ଭଲ ଭାବରେ ମନେ ରଖିବ ଏବଂ ବାକ୍ୟ ଲେଖିଲା ବେଳେ ତା'ର ସଠିକ୍ ସ୍ଥାନରେ
ଲେଖିବ। ପିଲାମାନେ ତୁମେ ଆଜି 3 ପ୍ରକାର ପ୍ରିପୋଜିସନ୍ ବିଷୟରେ ଜାଣିଲ, ଯଥା ସିମ୍ପଲ୍ ପ୍ରିପୋଜିସନ୍, ଡବଲ୍ ପ୍ରିପୋଜିସନ୍ ଏବଂ କମ୍ପାଉଣ୍ଡ ପ୍ରିପୋଜିସନ୍। ତ ଦିଦି ତୁମକୁ ଭଲ ଭାବରେ ଉଦାହରଣ ଦେଇ ବୁଝାଇଲେ, ତଥାପି ମୁଁ ଭାବୁଛି ଆଉ କିଛି ଅଧିକା ଉଦାହରଣ ଦେଇ ଆମେ ବୁଝିବାକୁ ଚେଷ୍ଟା କରିବା। ମନେକର ଏକ ଉଦାହରଣ ନେବା, ଦି ବଲ୍ ଇଜ୍ ଅନ୍ ଦି ଟେବୁଲ୍। ଏହି ବାକ୍ୟରେ ଲକ୍ଷ୍ୟ କର, ଦୁଇଟି ନାଉନ୍ ଶବ୍ଦ ଅଛି, ବଲ୍ ଆଉ ଟେବୁଲ୍। ତା ମଝିରେ ଏକ ୱାର୍ଡ଼ ଅଛି ଅନ୍। এই ଅନ୍ ୱାର୍ଡ଼ଟି ହେଲା ପ୍ରିପୋଜିସନ୍। ଏହି ବାକ୍ୟରେ ଲକ୍ଷ୍ୟ କର, ଏ ଯେଉଁ ଦୁଇଟି ନାଉନ୍ ଶବ୍ଦ ବଲ୍ ଆଉ ଟେବୁଲ୍ ମଝିରେ ଅନ୍ ଅଛି। ତ ମୁଁ ପୂର୍ବରୁ କହିଛି ଯେ ପ୍ରିପୋଜିସନ୍ ଅର୍ଥ ପ୍ରିପୋଜିସନ୍, ଯେଉଁ ୱାର୍ଡ଼ଟି ପ୍ରିପୋଜିସନ୍ ସେ ଗୋଟେ ନାଉନ୍ ବା ପ୍ରୋନାଉନ୍ ୱାର୍ଡ଼ ପୂର୍ବରୁ ବସିବ। ଏ ଯେଉଁ ଟେବୁଲ୍ ଲେଖା ହେଇଛି ତା ପୂର୍ବରେ ଆସିଲା ଅନ୍, ଏବଂ ଅନ୍ ପୂର୍ବରେ ଯେଉଁ ଆଉ ଏକ ନାଉନ୍ ଅଛି ବଲ୍, ସେ ବଲ୍ର ପୋଜିସନ୍କୁ ପ୍ରକାଶ କରିବ ଏଇ ଅନ୍ ଶବ୍ଦଟି। ତେଣୁ ବାକ୍ୟରେ ପ୍ରିପୋଜିସନ୍ର କାମ କ'ଣ, କେଉଁ ଜାଗାରେ ବସିବ ଏବଂ ତା'ର ପ୍ରକୃତ ଯେଉଁ ନାଉନ୍ ଦୁଇଟିର ସମ୍ପର୍କ କି ପ୍ରକାର ସ୍ଥାପନ କରୁଛି, ଏହାକୁ ଲକ୍ଷ୍ୟ ରଖି ତୁମେ ପ୍ରିପୋଜିସନ୍କୁ ବ୍ୟବହାର କରିବ। ଯେଉଁ ଉଦାହରଣଟି ଆମେ ନେଲେ, ଦି ବଲ୍ ଇଜ୍ ଅନ୍ ଦି ଟେବୁଲ୍, ଏହାର ଓଡ଼ିଆ ଅର୍ଥ ଯଦି ଆମେ ଦେଖିବା, ଏହାର ଅର୍ଥ ହେଉଛି ବଲ୍ଟି ଟେବୁଲ୍ ଉପରେ ଅଛି। ତ ବଲ୍ର ଯେଉଁ ପୋଜିସନ୍ କେଉଁ ସ୍ଥାନରେ ଅଛି, ଏହା ଅର୍ଥ ପ୍ରକାଶ କରୁଛି ଅନ୍ ବା ପ୍ରିପୋଜିସନ୍ ଯେଉଁ ଅନ୍ ୱାର୍ଡ଼ ଅଛି ତାହାରି ଦ୍ୱାରା। ତେଣୁ ଆମେ ଜାଣିପାରିଲେ ଯେ ବଲ୍ଟି ଟେବୁଲ୍ ଉପରେ ଅଛି। ଆମେ ଯଦି ଏ ପ୍ରିପୋଜିସନ୍ ଅନ୍ଟିକୁ ହଟାଇ ଦେବା ଏବଂ ଯଦି ପଢ଼ିବା ବାକ୍ୟଟିକୁ, ଦି ବଲ୍ ଇଜ୍ ଟେବୁଲ୍, ତାହେଲେ ଏହାର ଅର୍ଥ ଭିନ୍ନ ହୋଇଯିବ ଆଉ ସଠିକ୍ ଅର୍ଥ ଆସିବ ନାହିଁ। କାରଣ ଦି ବଲ୍ ଇଜ୍ ଟେବୁଲ୍ କହିଲେ ବଲ୍ଟି ଟେବୁଲ୍ ଅଟେ, ଏହା ଭୁଲ ହୋଇଯିବ। ତେଣୁ ପ୍ରିପୋଜିସନ୍ ଏ ବାକ୍ୟରେ ନିତାନ୍ତ ଜରୁରୀ। ସେହିପରି ଆମେ ଆଉ ଏକ ଉଦାହରଣ ନେବା। ଧରାଯାଉ ଆମେ କହିବା ଦି ବଲ୍ ଇଜ୍ ଇନ୍ ଦି ବକ୍ସ। ଏହି ବାକ୍ୟରେ ଲକ୍ଷ୍ୟ କର, ପୁଣି ଏକ ନୂଆ ପ୍ରିପୋଜିସନ୍ ଆମେ ବ୍ୟବହାର କଲୁ। ସେଇ ପ୍ରିପୋଜିସନ୍ଟି କ'ଣ? ଇନ୍। ତ ଇନ୍ ପୂର୍ବରେ ଏକ ନାଉନ୍ ଶବ୍ଦ ଅଛି, ପୁଣି ଇନ୍ ପରେ ମଧ୍ୟ ଏକ ନାଉନ୍ ଶବ୍ଦ ଅଛି, ତା ମଝିରେ ଅଛି ପ୍ରିପୋଜିସନ୍। ନିୟମ ଅନୁସାରେ ଏହା ଠିକ୍ ଅଛି। ଏବଂ ଇନ୍ ବା ପ୍ରିପୋଜିସନ୍ ଇନ୍ ପୂର୍ବରେ ଯେଉଁ ୱାର୍ଡ଼ଟି ଅଛି ତାହା ହେଲା ବଲ୍। ଏହାର ଯେଉଁ ପୋଜିସନ୍ ବା ଅବସ୍ଥିତି ତାହା ପ୍ରକାଶ କରୁଛି ଏଇ ପ୍ରିପୋଜିସନ୍ରୁ। ଅର୍ଥାତ୍ ବାକ୍ୟଟିର ଅର୍ଥ ଦି ବଲ୍ ଇଜ୍ ଇନ୍ ଦି ବକ୍ସ, ବଲ୍ଟି ବାକ୍ସ ଭିତରେ ଅଛି। ଭିତରେ ଅଛି, ସେଥିପାଇଁ ଆମେ ଇନ୍ ବ୍ୟବହାର କରିବା। ପ୍ରିପୋଜିସନ୍ ବିଷୟରେ ଜାଣିବା ପାଇଁ ଆଉ ଏକ ଉଦାହରଣ ନେବା। ମନେକର ଏକ ବାକ୍ୟ ଆମେ ଲେଖିବା, ଦି ବଲ୍ ଇଜ୍ ଅଣ୍ଡର୍ ଦି ଟେବୁଲ୍। ଏହି ବାକ୍ୟରେ ଲକ୍ଷ୍ୟ କର, ଏକ ପ୍ରିପୋଜିସନ୍ ବ୍ୟବହାର କରାଯାଇଛି, ତାହା ହେଲା ଅଣ୍ଡର୍। ନିୟମ ଅନୁସାରେ ଅଣ୍ଡର୍ ଏକ ନାଉନ୍ ଶବ୍ଦ ପୂର୍ବରୁ ବସିଛି ଏବଂ ସେଇ ପ୍ରିପୋଜିସନ୍ ପୂର୍ବରୁ ମଧ୍ୟ ଆଉ ଏକ ନାଉନ୍ ଶବ୍ଦ ଅଛି, ଯାହାକି ତୁମେ ଦେଖ ବାକ୍ୟଟିରେ ବଲ୍ ପ୍ରିପୋଜିସନ୍ ପୂର୍ବରୁ ଆସିଛି, ଟେବୁଲ୍ ପ୍ରିପୋଜିସନ୍ ପରେ ଆସିଛି ଏବଂ ମଝିରେ ପ୍ରିପୋଜିସନ୍ ଅଣ୍ଡର୍ ବସିଛି। ତ ବାକ୍ୟଟିକୁ ଯଦି ଆମେ ବୁଝିବା ତାହେଲେ ଏହି ପ୍ରକାର ହେବ, ଦି ବଲ୍ ଇଜ୍ ଅଣ୍ଡର୍ ଦି ଟେବୁଲ୍, ଅର୍ଥାତ୍ ବଲ୍ଟି ଟେବୁଲ୍ ତଳେ ଅଛି। ତଳେ ଏହି ଶବ୍ଦକୁ ବୁଝାଇବା ଆମେ ଅଣ୍ଡର୍
ପ୍ରିପୋଜିସନ୍ ବ୍ୟବହାର କଲୁ। ତ ଆଉ ଏକ ଉଦାହରଣ ନେବା। ଦି ବଲ୍ ଇଜ୍ ବିସାଇଡ୍ ଦି ଟେବୁଲ୍। ଏଠାରେ ଲକ୍ଷ୍ୟ କର ଠିକ୍ ପୂର୍ବ ପ୍ରିପୋଜିସନ୍ ପରି ବିସାଇଡ୍ ଆଉ ଏକ ନୂଆ ପ୍ରିପୋଜିସନ୍ ଆମେ ବ୍ୟବହାର କରିଛୁ। ଦି ବଲ୍ ଇଜ୍ ବିସାଇଡ୍ ଦି ଟେବୁଲ୍ କହିଲେ ବଲ୍ଟି ଟେବୁଲ୍ ପାର୍ଶ୍ୱରେ ଅଛି। ବିସାଇଡ୍ ମାନେ ବାଇ ଦି ସାଇଡ୍, ଟେବୁଲ୍ ପାର୍ଶ୍ୱରେ ବଲ୍ଟି ଅଛି। ତ ପିଲାମାନେ ପ୍ରିପୋଜିସନ୍ ବୁଝିବା ପାଇଁ ଆମେ ଆଉ ଏକ ଉଦାହରଣ ନେବା। ଯେପରି ଏକ ବାକ୍ୟ ଲେଖିବା। ପିଲାମାନେ ପ୍ରିପୋଜିସନ୍ ବୁଝିବା ପାଇଁ ଆମେ ଆଉ ଏକ ଉଦାହରଣ ନେବା। ଧର ଆମେ ଲେଖିବା ଦି ଫ୍ୟାନ୍ ଇଜ୍ ଓଭର୍ ମାଇ ହେଡ଼୍। ଏଠାରେ ଲକ୍ଷ୍ୟ କର ଅନ୍ୟ ଏକ ପ୍ରିପୋଜିସନ୍ ଓଭର୍ ଆମେ କି ପ୍ରକାର ବ୍ୟବହାର କଲୁ। ଦି ଫ୍ୟାନ୍ ଇଜ୍ ଓଭର୍ ମାଇ ହେଡ଼୍, ଏହାର ଅର୍ଥ ହେଉଛି ପଙ୍ଖାଟି ମୋ ମୁଣ୍ଡ ଉପରେ ଅଛି। ତ ଏଇ ଯେଉଁ ଓଭର୍ ପ୍ରିପୋଜିସନ୍ଟି ତୁମେ କେତେବେଳେ ବ୍ୟବହାର କରିବ? ଯେତେବେଳେ କୌଣସି ଅବଜେକ୍ଟ ବା ବସ୍ତୁ ସମକୋଣ ବା 90 ଡିଗ୍ରୀ ଉପରେ ତୁମ ଥିବ ବା ପୁରା ସିଧାସଳଖ ଉପରକୁ ଥିବ, ତାହେଲେ ତୁମେ ଓଭର୍ ଶବ୍ଦଟି ବ୍ୟବହାର କରିବ। ଏହି ପ୍ରକାର ଆଉ ଏକ ଉଦାହରଣ ନେବା। ମନେକର ଆମେ ଲେଖିବା ଦି ଫ୍ୟାନ୍ ଇଜ୍ ଏବଭ୍ ମାଇ ହେଡ଼୍। ଏହାର ଅର୍ଥ ମଧ୍ୟ ପଙ୍ଖାଟି ମୋ ମୁଣ୍ଡ ଉପରେ ଅଛି, କିନ୍ତୁ ଏଥିରେ ଗୋଟେ ବ୍ୟତିକ୍ରମ ରହୁଛି। କ'ଣ ସେ ବ୍ୟତିକ୍ରମ? ନା ଫ୍ୟାନ୍ଟି ସିଧାସଳଖ ନ ରହି ବା ସମକୋଣରେ ମୋ ମୁଣ୍ଡ ଉପରକୁ ନ ରହି ସେ ଟିକେ ତାର ପୋଜିସନ୍ ଟିକେ ଅଲଗା ଅଛି, ବା ଫ୍ୟାନ୍ଟି ସିଧା ମୋ ମୁଣ୍ଡ ଉପରେ ନାହିଁ, ଟିକେ ପାର୍ଶ୍ୱକୁ ଅଛି। ତାହେଲେ ଆମେ ଏ ପ୍ରକାର ପରିସ୍ଥିତିରେ ଆମେ କ'ଣ ଲେଖିବା? ଦି ଫ୍ୟାନ୍ ଇଜ୍ ଏବଭ୍ ମାଇ ହେଡ଼୍। ତେଣୁ ଏଇ ଯେଉଁ ଦୁଇଟି ପ୍ରିପୋଜିସନ୍ ଏବଭ୍ ଆଉ ଓଭର୍, ଏହାର ସଠିକ୍ ବ୍ୟବହାର ପାଇଁ ତୁମେ କଥାକୁ ମନେ ରଖିବ ଏବଂ ସେହି ଅନୁସାରେ ବ୍ୟବହାର କରିବ। ଏବେ ଆମେ ଆଉ ଏକ ପ୍ରିପୋଜିସନ୍ର ଉଦାହରଣ ନେବା। ଧରାଯାଉ ଆମେ ଏକ ବାକ୍ୟ ଲେଖିବା ଦି ବଲ୍ ଇଜ୍ ମୁଭିଂ ଏରାଉଣ୍ଡ ଦି ଟେବୁଲ୍। ଏଠାରେ ଲକ୍ଷ୍ୟ କର ଏରାଉଣ୍ଡ ହେଉଛି ପ୍ରିପୋଜିସନ୍, ୟା ପୂର୍ବରେ ବଲ୍ ଅଛି ଏବଂ ପ୍ରିପୋଜିସନ୍ ପରେ ଟେବୁଲ୍ ଅଛି। ତ ଏ ଯେଉଁ ଏରାଉଣ୍ଡ ପ୍ରିପୋଜିସନ୍ରୁ ଆମେ ବୁଝିପାରୁଛୁ ୟାର ଅର୍ଥ ଆସୁଛି ଦି ବଲ୍ ଇଜ୍ ମୁଭିଂ ଏରାଉଣ୍ଡ ଦି ଟେବୁଲ୍, ଅର୍ଥାତ୍ ବଲ୍ଟି ଟେବୁଲ୍ ଚାରିପଟେ ଗତି କରୁଛି, ଟେବୁଲ୍ ଚାରିପଟେ ଘୁରୁଛି। ତେଣୁ ବଲ୍ର ଯେଉଁ ଘୂର୍ଣ୍ଣନ ଅବସ୍ଥିତିକୁ ପ୍ରକାଶ କରୁଛି ଏରାଉଣ୍ଡ। ତ ଯେଉଁ ପରିସ୍ଥିତିରେ କୌଣସି ବସ୍ତୁ ଘୂରିବା ବା ତା'ର ଗତିକୁ ବୁଝାଇବ ଏବଂ କୌଣସି ନିର୍ଦ୍ଦିଷ୍ଟ ବସ୍ତୁ ଚାରିପଟେ ଘୂରିବ, ସେ ପ୍ରକାର ସ୍ଥାନରେ ତୁମେ ଏରାଉଣ୍ଡ ପ୍ରିପୋଜିସନ୍ ବ୍ୟବହାର କରିବ। ତ ପିଲାମାନେ ତୁମେ କିଛି ସିମ୍ପଲ୍ ପ୍ରିପୋଜିସନ୍ର ଉଦାହରଣ ପାଇଲ। ଯେପରି ଆମେ ବ୍ୟବହାର କଲୁ ଅନ୍, ଇନ୍, ଓଭର୍, ଏବଭ୍, ଅଣ୍ଡର୍ ଏବଂ ଏରାଉଣ୍ଡ, ବିସାଇଡ୍। ତ ଏସବୁ ହେଉଛି ସିମ୍ପଲ୍ ପ୍ରିପୋଜିସନ୍। ଏହାପରେ ଆମେ ଦେଖିବା କିଛି କମ୍ପାଉଣ୍ଡ ପ୍ରିପୋଜିସନ୍ର ଉଦାହରଣ। ପିଲାମାନେ ସିମ୍ପଲ୍ ପ୍ରିପୋଜିସନ୍ରେ ତୁମେ ଦେଖିଲ କେବଳ ଗୋଟିଏ ମାତ୍ର ପ୍ରିପୋଜିସନ୍ ରହୁଛି, କିନ୍ତୁ କମ୍ପାଉଣ୍ଡ ପ୍ରିପୋଜିସନ୍ରେ ସିମ୍ପଲ୍ ପ୍ରିପୋଜିସନ୍ ପରି ଆଉ କିଛି ଅଧିକା ଶବ୍ଦ ସେଥିରେ ଯୋଡ଼ି ହୋଇଥାଏ। ଯଥା ଆଜି ଯେଉଁ ଶ୍ରେଣୀରେ ଶିଖିଲ, ଦିଦି ତୁମକୁ ପଢ଼ାଇଲେ ଅନ୍ ବିହାଫ୍ ଅଫ୍, ଇନ୍ ଫ୍ରଣ୍ଟ ଅଫ୍,
फ्रॉम बेनेथ यही सब है कंपाउंड प्रिपोजिशन। एथिरे लक्ष्य कर गोटे सिंपल प्रिपोजिशन सहित आउ किछि वर्ड जोग होई व्यवहार होइछि जहाँकि प्रिपोजिशन पूर्व आसीथिबा नाउन रो अवस्थिति बा पोजिशन को निर्णय करिथाए। एबे हमें किछि उदाहरण देखिबा कंपाउंड प्रिपोजिशन उपरे किछि उदाहरण देखिबा। धरा जाऊ आम एक वाक्य लिखा आई डिड दी वर्क ऑन बिहाफ ऑफ माई फ्रेंड। यही वाक्य लक्ष्य कर ऑन बिहाफ ऑफ यार आक्षरिक अर्थ होछि तरफरु। आई डिड दी वर्क मु कार्यटी करिली ऑन बिहाफ ऑफ माई फ्रेंड मो सांग तरफरु कामटी करिली। सेहीपरि अन्य एक उदाहरण नवा द कार इज पार्कड इन फ्रंट ऑफ द पोस्ट ऑफिस। किंबा आमे आउ एक उदाहरण नहीं परिवा देयर इज ए गार्डन इन फ्रंट ऑफ आवर स्कूल। यही वाक्य रे लक्ष्य कर इन फ्रंट ऑफ यार आक्षरिक अर्थ होछि सामनारे बा सम्मुख भागरे। तो एथारे जो उदाहरण टी आमे नेलु देयर इज ए गार्डन इन फ्रंट ऑफ आवर स्कूल। यही वाक्य रे लक्ष्य कर गार्डन इन फ्रंट ऑफ जो कंपाउंड प्रिपोजिशन ता पूर्व रे अछि ए गार्डन रो अवस्थिति बा यार जो लोकेशन को प्रकाश करूची इन फ्रंट ऑफ बा सम्मुख रे। यार संपूर्ण अर्थ होछि देयर इज ए गार्डन इन फ्रंट ऑफ आवर स्कूल। आम विद्यालय सामनारे बा सम्मुख भागरे एक बगीचा अछि। बगीचार लोकेशन को प्रकाश करुछि इन फ्रंट ऑफ। तेणु इन फ्रंट ऑफ एक कंपाउंड प्रिपोजिशन। कंपाउंड प्रिपोजिशन उपरे हमें आउ एक उदाहरण देखिबा जथा आई फाउंड ए कॉइन फ्रॉम बेनेथ दी सोफा। यार अर्थ होछि मु एक मुद्रा सोफा तळु पाइले माने ए जो हमर बसिबा आसन जाकू सोफा कहूछु ता तळु मु एक कॉइन बा मुद्रा पाइले। तो एठारे जो कंपाउंड प्रिपोजिशन टी व्यवहार करा जायछि ताहा होछि फ्रॉम बेनेथ। तो यही प्रकार कंपाउंड प्रिपोजिशन रो उदाहरण तुमे तुम बहिरु आउ अधिक देखि परियो। एठारे लक्ष्य कर कंपाउंड प्रिपोजिशन रे एक सिंपल प्रिपोजिशन अछि ता सहित किछि अन्य वर्ड मध्य अछि। लक्ष्य कर आमे जो प्रथम कंपाउंड प्रिपोजिशन टी उदाहरण रे व्यवहार कलु जथा ऑन बिहाफ ऑफ। एठारे ऑन होची सिंपल प्रिपोजिशन ता सहित बिहाफ ऑफ शब्द दीटी जोड़ी होइछि जहा द्वारा यह एक कंपाउंड प्रिपोजिशन होइछि। ठीक सेही परि द्वितीय जो उदाहरण टी आमे नेलु सेथिरे अछि इन फ्रंट ऑफ। एठारे लक्ष्य कर इन होची सिंपल प्रिपोजिशन आउ फ्रंट ऑफ शब्द दुईटी जोड़ी ये कंपाउंड प्रिपोजिशन होइछि। तापरे शेषरे जो आमे व्यवहार कलु फ्रॉम बेनेथ एथिरे मध्य फ्रॉम होची सिंपल प्रिपोजिशन ता सहित बेनेथ वर्ड टी जोड़ी होई कंपाउंड प्रिपोजिशन रे परिणत होइछि। तो एही प्रकार तुमे कंपाउंड प्रिपोजिशन रो सठिक व्यवहार करी सिखि पारिबो। अरे पिला माने आमे आउ गोटे प्रिपोजिशन कथा भूली जाइछे ताहा होछि डबल प्रिपोजिशन। तो डबल प्रिपोजिशन कौन उदाहरण स्वरूप तुमे देखिबो बेले बेले दुईटी सिंपल प्रिपोजिशन जोड़ी होई एक नुआ प्रिपोजिशन तैयारी करिथांती ताकू कहा जाए डबल प्रिपोजिशन। जेपरी इनटू इन आउ टू
ए दुईटी प्रिपोजिशन सिंपल प्रिपोजिशन जोड़ी होई इनटू डबल प्रिपोजिशन तैयारी होइछि। ठीक से ही परी आपन, ऑनटू, आउट ऑफ, फ्रॉम विदिन एई सब हैला डबल प्रिपोजिशन रो उदाहरण। चलो आमे देखिबा एई प्रिपोजिशन केउ क्षेत्र रे केउ वाक्य रे व्यवहार होई थाए। तो एबे आमे उदाहरण नबा जा द्वारा सहजरे बुझी पारिबा। धर आमे आपन जो डबल प्रिपोजिशन अछि ताकू बुझिबा। आमे उदाहरण नहीं पारिबा। वंस अपॉन ए टाइम देयर वाज ए किंग। यार अर्थ होची एकदा जणे राजा थिले। ये जो आपन डबल प्रिपोजिशन टी अछि यार प्रकृत कार्य होची एक निर्दिष्ट समय बा निर्घंट बा अवस्थिति को प्रकाश करि थाए। वंस अपॉन ए टाइम एकदा बा एक समय रे देयर वाज ए किंग एक राजा थिले। सही परी आमे डबल प्रिपोजिशन ऑन टू निमंते आउ एक उदाहरण नबा। धरा जाऊ आमे लिखि परिबा द कैट क्लाइम्ड ऑन टू द टेबल। एही वाक्य रे लक्ष्य कर द कैट क्लाइम्ड ऑन टू द टेबल। बिराडीटी टेबल ऊपर को चढ़ी गला। तो एठारे ये जो ऑन टू ये मध्य ता पूर्वर जो हमरो नाउन बा ऑब्जेक्ट अछि कैट तार अवस्थिति बा तार जो पोजीशन को प्रकाश करूछि। तो पिला माने प्रिपोजिशन उपरे मोटा मोटी तुमे तीनोटी जो प्रिपोजिशन मो वर्णना कली सिंपल प्रिपोजिशन, डबल प्रिपोजिशन एवं कंपाउंड प्रिपोजिशन ए सबू जानिलो। एबे मो किछि प्रश्न दउछि से प्रश्न को तुमे भल भाबरे पढ़िबो बुझिबो एवं तार उत्तर एक सादा कागज रे लेखि ताकू फोटो करी तुम जो व्हाट्सएप ग्रुप अछि सेथिरे पठाइबो।